ନାଇଁ ନାଇଁ ଆମ ଧର୍ମରେ ବି ନାହିଁ କାହିଁ ଅନ୍ୟ ଦେବାଦେବ ମନ୍ଦିର ନାହିଁ ନା ପୁରୀ ଅକସ୍ମାତ କାହିଁକି ଏଡେ ବଡ ମନ୍ଦିର ବିଶ୍ୱର ଠାକୁର କାହା ବାହା କେତେବେଳେ କେଦାରନାଥରେ ନାହିଁ ବଦ୍ରୀନାଥରେ ନାହିଁ ସୋମନାଥରେ ନାହିଁ ତିରୁପତିରେ ନାହିଁ କେବଳ ଓଡିଶାରେ ଲିଙ୍ଗରାଜଙ୍କ ପାଖେ 9 ଥର ଲିଙ୍ଗରାଜ ବେଢା ବୁଲନ୍ତି ଚାରିପଟ ଯାକ ଏ ପରମ୍ପରା ଟେମ୍ପଲ ହବା ଦିନୁ ଏ ନୀତି ବୁଲନ୍ତି ଆପଣ ମାନଙ୍କ ଜରିଆରେ ଓଡିଶାବାସୀ ଭାରତବାସୀ କାରଣ ସେଠେକି ଏଇନା ଦେଖିବେ ୟୁପି ହରିୟାଣା ଲିଙ୍ଗରାଜ ମନ୍ଦିର ଯାତ୍ରୀ ମା ଭଉଣୀ ମାନେ ଯୁବକ ଛାତ୍ର ମାନେ ବୟସ୍କ ମାନେ କେରଳ ତାମିଲନାଡୁ ବିହାର ୱେଷ୍ଟବେଙ୍ଗଲ ସବୁ ରାଜ୍ୟର ବାହାର ଲୋକ କେବଳ ଫରେନର ଯାଇପାରିବେନି ଭିତରକୁ ଯାଇ ଦର୍ଶନ କରୁ ମୋତେ ଭଗବାନ ଜନ୍ମ ଦେଲେ ଏ ଲିଙ୍ଗରାଜଙ୍କ ମାଟିରେ ଏକାମ୍ର ମାଟିରେ ମୋ ଘରଟା ଏଠି 5 କିଲୋମିଟର 7 କିଲୋମିଟର ଭିତରେ ମୁଁ ଏଇଠି ପାଠ ପଢିଲି ଏଠି ଯେତେବେଳେ ଗୋଟାଏ ହାଇସ୍କୁଲ ଥିଲା ଭୁବନେଶ୍ୱର ଗୋଟିଏ ହାଇସ୍କୁଲ ବିଏମ ହାଇସ୍କୁଲ ସେଇ ଛାତ୍ର କ୍ଲାସ 7th ବେଳୁ ଭଲେଣ୍ଟିୟର ହେଇ ଲିଙ୍ଗରାଜ ଯାତ୍ରା ରଥଯାତ୍ରା ଜାଗର ଯାତ୍ରା ଆମର ଶୀତଳ ଷଷ୍ଠୀ ବାହୁଡା ଯାତ୍ରା ସବୁ ଯାତ୍ରା ମାନଙ୍କରେ ଭଲେଣ୍ଟିୟର ହେଇ ପାଣି ଦବା ଲୋକକୁ ରୋଗୀ ନେଇକି ଡାକ୍ତରଖାନାରେ ପହଞ୍ଚେଇବା ଆକ୍ସିଡେଣ୍ଟ ଅସୁବିଧା ଭଲେଣ୍ଟିୟର ହେଇ ଆସ୍ତେ ଆସ୍ତେ ସେବା କରି କରି ଲିଙ୍ଗରାଜ କହିଲେ ଶୁଣ ମୋ ଦାୟିତ୍ୱ ନେ ତା ଦାୟିତ୍ୱ ଦେଲେ ଟ୍ରଷ୍ଟି ଦାୟିତ୍ୱ 20,000 ଟଙ୍କା ଲୋନରେ ମୁଁ ଦାୟିତ୍ୱ ନେଲି ଏବଂ ସମସ୍ତଙ୍କ ସହଯୋଗରେ ଏମିତି ବାରମ୍ବାର କିଛି ନଥିବ ନୀତି ବନ୍ଦ କିଛି ନଥିବ ତାଲା ପଡିବ କିଛି ନଥିବ ଝାମଲା ନାହିଁ କିଛି ନାହିଁ ବନ୍ଦ କାହିଁକି କରନ୍ତି ମୁଁ ଜାଣିନି ମୁଁ ବୋଧେ 50-60 ଥର ସମାଧାନ ଜୀବନରେ କଲା ଗତକାଲି ଆପଣ ମାନେ ଶୁଣିଥାନ୍ତୁ ଗୋଟେ ହଉଛି ପରଦିନ ମଙ୍ଗଳ ଆଳତି ଗୋଟେ ହୁଏ ହେଇପାରିଲାନି ଏବଂ ନବାଙ୍କ ଏଇ ଯୋଉ କାଲି ଥିଲା ପର୍ବ ମକର ପର୍ବ ହୁଏ ପ୍ରଭୁଙ୍କର ମକର ସଂକ୍ରାନ୍ତି ଆଗ ଦିନ ତାମାନେ ଯୋଉ ଦିନ ଷ୍ଟ୍ରାଇକ ହେଲା 9 ଥର ଲିଙ୍ଗରାଜ ବେଢା ବୁଲନ୍ତି ଚାରିପଟ ଯାକ ଏ ପରମ୍ପରା ଟେମ୍ପଲ ହବା ଦିନୁ ଏ ନୀତି ବୁଲନ୍ତି ତା ବନ୍ଦ ହେଇଗଲା ଏବଂ ମକର ମଣ୍ଡପ ଉପରକୁ ଲିଙ୍ଗରାଜ ଯାଆନ୍ତି ଲିଙ୍ଗରାଜ ମନ୍ଦିର ଭିତରେ ଗୋଟେ ମକର ମଣ୍ଡପ ଅଛି କେବଳ ମକର ସଂକ୍ରାନ୍ତି ଦିନ ପ୍ରଭୁ ଯାଆନ୍ତି ତା ଉପରକୁ ଏବଂ ଚିର କ୍ଷୀର ଓଲଟା ଗୋଟେ ଚିର କ୍ଷୀର ଓଲଟା ଗୋଟେ ଭୋଗ ହୁଏ ବନ୍ଦ ଥିଲା ଷ୍ଟ୍ରାଇକ ତା ପରଦିନ ମକର ଷ୍ଟ୍ରାଇକ ସେବାୟତ ମାନେ ତାଙ୍କର ଆନନ୍ଦରେ ଖାଇଲେ ପିଇଲେ ଘରେ ଶୋଇଲେ ଲିଙ୍ଗରାଜ ଉପବାସ ରହିଲେ हे महास्वार बामण निजोग भाई भौणी माने हे बड़ू निजोग हे पूजा पंडा निजोग समर्था निजोग बेहरा निजोग समस्त मोर अनुरोध क्षेत्रवासी ब्राह्मण निजोग समस्त अनुरोध आम सब पिलार दिन बढ़ीचे से भलेंटियर आज पर्यंत जेते जानी यात्रा रथ यात्रा बाहुड़ा यात्रा जागर यात्रा शीतल षष्ठी यात्रा चंदन यात्रा सबु यात्रा उत्सव दोल यात्रा आज पर्यंत कर ठाकुर केमती जानी यात्रा उच्च कोटि हो आस्ते आस्ते विश्व स्तर रे जाई लिंगराज यात्रा जो जागर यात्रा विश्व स्तर में पहुंचला बॉम्बे आर्टिस्ट आसले 40 वर्ष है दुखदायक घटना ना ना आम धर्म भी नहीं कहीं अन्य देवादेव मंदिर नहीं ना पुरी अकस्मात कहीं एडे बड़ मंदिर विश्वर ठाकुर
କାହା ବାହା କେତେବେଳେ କେଦାରନାଥରେ ନାହିଁ, ବଦ୍ରୀନାଥରେ ନାହିଁ, ସୋମନାଥରେ ନାହିଁ, ତିରୁପତିରେ ନାହିଁ, କେବଳ ଓଡିଶାରେ ଲିଙ୍ଗରାଜଙ୍କ ପାଖେ। ଦୁଃଖଦାୟକ ଘଟଣା। ସମସ୍ତଙ୍କୁ ଅନୁରୋଧ, ଏ ସେବାୟତ ଭାଇ ମାନେ ଆଗ ଠାକୁର ସେବା କରିବା, ଯାହାଙ୍କ ପାଇଁ ଆମେ ବଞ୍ଚିଛେ। ରଜା ତମକୁ ରଖିଥିଲେ ସେବା କରିବା ପାଇଁ, ମାଲିକ ତେମେ ନୁହଁ, ବନ୍ଦ କରିଦବ, ତାଲା ପକେଇଦବ। ଆଉ ଥରେ ସେମିତି ଟ୍ରଷ୍ଟି ଥାଏ, ମା ପାର୍ବତୀ କି ତାଲା ପକେଇଦେଲେ। ଖବର ଆସିଲା, ମୁଁ ଆଉ କଥାବାର୍ତ୍ତା ନକରି ସିଧା ନେଲି ଶାବଳ ମାର୍ତୁଲ ନେଇକି ସେ ତାଲାକୁ ଭାଙ୍ଗି ଲୋକଙ୍କୁ ଦର୍ଶନ କରେ। ଏ କଣ କାମ? ନା କରିବା ଦରକାର। ସରକାର ଜିଦି ଏ ଚାଲିଗଲା ଯୋଉ କାଲି ଯୋଉ ଦିନ ବିରାଟ ମକର ସଂକ୍ରାନ୍ତି, ଭାରତର ପର୍ବ, ହଜାର ହଜାର ଯାତ୍ରୀ କାଲି ଭକ୍ତ ଆସି ପୁଅ ଫେରିଗଲେ। କେତେ ଦୁଃଖ କାହାର? ସେ କୋଉ ନିଯୋଗ ହଉ, ତମେ ନିଜ କରିଛ, ତମେ ସେଠି ଜନ୍ମ ହେଇଛ ସେବା କରିବା ପାଇଁ, ତାଙ୍କ ନୀତି ବନ୍ଦ କରିବା ପାଇଁ ନୁହଁ, ବନ୍ଦ କରି ନିଜେ ଖାଇ ପିଇ ଶୋଇବା ପାଇଁ ନୁହଁ। ଏ ସେବାୟତ ଭାଇ ମାନେ ମୁଁ ହାତ ଯୋଡ଼ି ନିବେଦନ କରୁଛି, ତମ ଠାକୁର, ତମ ଲିଙ୍ଗରାଜ, ତେମେ ସେବାୟତ, ଚାଲନ୍ତୁ ସମସ୍ତେ ଏକାଠି ସୁନ୍ଦର ଭାବେ ନୀତି କରିବା, ଯାନି ଯାତ୍ରାକୁ ଆହୁରି ଉଚ୍ଚ କୋଟି କରିବା, ସବୁ ମିଳିମିଶି କରିବା, ଭଲ ହବ।